ଓଡ଼ିଶାର ପର୍ବପର୍ବାଣୀ ପଲ୍ଲୀ ଜୀବନରେ ଅପୂର୍ବ ମାଦକତା ସୃଷ୍ଟି କରେ। ତାହା ଫଳରେ ମନରୁ ଅଜ୍ଞାନତା ଓ କୁସଂସ୍କାର ମଧ୍ୟ ଦୂରୀଭୂତ ହୋଇଥାଏ। ମନରେ ଭକ୍ତିଭାବ ଜାଗ୍ରତ ହେବା ସଙ୍ଗେ ସଙ୍ଗେ ଆବାଳ ବୃଦ୍ଧ ବନିତା, କି ଧନୀ କି ଗରିବ, ସବୁ ଶ୍ରେଣୀର ବ୍ୟକ୍ତିବିଶେଷ ସମସ୍ତେ ଶ୍ରଦ୍ଧାର ସହିତ ବିଭିନ୍ନ ପ୍ରକାର ପର୍ବ ପାଳିବାକୁ ଆଗେଇ ଆସନ୍ତି। ଉତ୍କଳର ଏହି ପର୍ବପର୍ବାଣୀ ଗୁଡ଼ିକରେ ବହୁ ତଥ୍ୟ ନିହିତ ଅଛି। କର୍ମକ୍ଳାନ୍ତ ଜୀବନରେ, ଅବସାଦଗ୍ରସ୍ତ ଜୀବନରେ ଏଗୁଡ଼ିକ ଆଣିଦିଏ ଅପୂର୍ବ ଶାନ୍ତି। ତାହା ଫଳରେ ପରସ୍ପର ମଧ୍ୟରେ ସ୍ନେହ ଆଉ ସୌହାର୍ଦ୍ଦ୍ୟ ବୃଦ୍ଧି ହୁଏ। ବନ୍ଧୁ ମିଳନ ଏହାର ଅନ୍ୟ ଏକ ଦିଗ। ଏହି ଉତ୍ସବ ଗୁଡ଼ିକର ପାଳନର ଅନ୍ତରାଳେ ଗୋଷ୍ଠୀ ଜୀବନ ମଧୁମୟ ଆଉ ଉପଭୋଗ୍ୟ ହୋଇଥାଏ। ଧର୍ମଭିତ୍ତିକ ପର୍ବ ଗୁଡ଼ିକରେ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥିବା ବେଳେ କର୍ମ ବା ବୃତ୍ତିଭିତ୍ତିକ ପର୍ବ ଗୁଡ଼ିକ ତା'ର ଜୀବନ ଆଉ ଜୀବିକା ପ୍ରତି ଶ୍ରଦ୍ଧାଭାଜନ ହୋଇଥାଏ। ଋତୁଗୁଡ଼ିକ ପର୍ବ ଗୁଡ଼ିକରେ ପ୍ରକୃତିର ରଙ୍ଗମୟ ଦୃଶ୍ୟ ପ୍ରତ୍ୟେକ ବ୍ୟକ୍ତିର ଦେହ ଆଉ ମନକୁ ପ୍ରାଣମୟ ଆବେଗରେ ଦୋହଲାଇ ଦିଏ, ଜୀବନକୁ ରଙ୍ଗମୟ କରିଦିଏ। କ୍ଷଣିକ ପାଇଁ ହେଲେ ସୁଦ୍ଧା କର୍ମକ୍ଳାନ୍ତ ଜୀବନର ଅବସାଦକୁ ସେମାନେ ଭୁଲିଯାଇ ନୂତନ ଉତ୍ସାହ, ନୂତନ ପ୍ରେରଣା ନେଇ କର୍ମକ୍ଷେତ୍ରରେ ପୁଣି ଆଗେଇ ଯାଆନ୍ତି। ଏଣୁ ସମାଜ ସହିତ ପାଳିତ ପର୍ବପର୍ବାଣୀ ଗୁଡ଼ିକ ଓତପ୍ରୋତ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ସମୟରେ ଓଡ଼ିଶାର ପୁରପଲ୍ଲୀର ପ୍ରତିଟି ଗୃହ ଓ ପ୍ରତିଟି ପରିବାରରେ ଏକ ଅପୂର୍ବ ଉନ୍ମାଦନା ଜାଗି ଉଠେ। ତାହା ଫଳରେ ସାମାଜିକ ଜୀବନ ହୁଏ ମଧୁମୟ। ଏହିଭଳି ଆମ ସଂସ୍କୃତି ଆଉ ପରମ୍ପରାରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଜନ୍ମାଷ୍ଟମୀ ଅନ୍ୟତମ, ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନକୁ ପାଳନ କରାଯାଏ। ଏହି ଦିନଟି ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡ଼ିଥାଏ। ସନାତନ ଧର୍ମ ଆମ ସମସ୍ତଙ୍କ ଧର୍ମ। ସନାତନ ଧର୍ମ ଅନୁସାରେ ଚାରି ଯୁଗ ହୋଇଥାଏ। ଏବେ କଳିଯୁଗ ଚାଲିଛି। କଳିଯୁଗ ପୂର୍ବରୁ ଦ୍ୱାପର ଯୁଗ ଚାଲିଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ହୋଇଥିଲା। ଏହି ଯୁଗରେ ଅସୁର କଂସ ମୃତ୍ୟୁବରଣ କରିଥିଲେ। କଂସକୁ ମାରିଥିଲେ ଭଗବାନ ଶ୍ରୀକୃଷ୍ଣ। ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କୁ ବିଜୟୀ କରିଥିଲେ ବି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଆମ ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଆଉ ସବୁଠାରୁ ଲୋକପ୍ରିୟ ଦେବତା ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଆମର ବହୁତ ମଙ୍ଗଳ ସାଧନ ହୁଏ ବୋଲି ଆମମାନଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି। ଆମକୁ ଅଶେଷ ଆନନ୍ଦ ମଧ୍ୟ ଏଥିରେ ମିଳିଥାଏ। ଆମର ଶତ୍ରୁମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦଣ୍ଡ ଦେଇଥାନ୍ତି ଏବଂ ମୃତ୍ୟୁଦଣ୍ଡ ବି ଦେଇଥାନ୍ତି। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ମଣିଷର ଦୁଃଖ ରହେ ନାହିଁ, ଏପରି କଥା ଆମ ହିନ୍ଦୁମାନଙ୍କ ମନ ମଧ୍ୟରେ ବିଶ୍ୱାସ ବାନ୍ଧି ରହିଛି। ଦ୍ୱାପର ଯୁଗରେ ଚାରିଆଡ଼େ ପାପ ମାଡ଼ି ଯାଇଥିଲା। ଅସୁର କଂସ ସମସ୍ତ ଲୋକଙ୍କୁ କଷ୍ଟ ଦେଉଥିଲେ। କଂସର ମରଣ ସମସ୍ତେ ଇଚ୍ଛା କରୁଥିଲେ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ରୂପରେ ଏଇ ଧରାପୃଷ୍ଠରେ ଜନ୍ମ ନେଇ କଂସକୁ ମାରିବେ ବୋଲି ସମସ୍ତେ ଶୁଣିଥିଲେ। କିନ୍ତୁ ଶ୍ରୀକୃଷ୍ଣ ଏହି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନରେ ଜନ୍ମ ହେଲେ। ଏଥର ସେମାନଙ୍କ ଦୁଃଖ ଅଳ୍ପ ଦିନ ଭିତରେ ଦୂର ହୋଇଯିବ, ଏହିପରି ଭାବି ଲୋକମାନେ ବହୁତ ଆନନ୍ଦ ଅନୁଭବ କଲେ। ତେଣୁ ସେହି ଦିନଠାରୁ ଜନ୍ମାଷ୍ଟମୀ ଦିନକୁ ହିନ୍ଦୁମାନେ ଏକ ମହାନ ପର୍ବ ଦିନ ବୋଲି ପାଳି ଆସୁଛନ୍ତି। ଏହି ଦିନ ସବୁ ହିନ୍ଦୁଙ୍କ ଘରେ କୃଷ୍ଣ ଜନ୍ମ ହୋଇଥାନ୍ତି, ଏପରି ଭାବନା ରଖି ବୁଢ଼ା, ପିଲା, ସ୍ତ୍ରୀ, ପୁରୁଷ ସମସ୍ତେ ଏହି ବ୍ରତକୁ ମହା ଆନନ୍ଦରେ ଏବଂ ନିଷ୍ଠାର ସହିତ ପାଳନ କରିଥାନ୍ତି। କୃଷ୍ଣ ଭାଦ୍ରବ ମାସ କୃଷ୍ଣପକ୍ଷ ଅଧରାତିରେ ଜନ୍ମ ହୋଇଥିଲେ। ଏହି ଅଷ୍ଟମୀ ଦିନ ସକାଳଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପବାସ ରହିବାକୁ ପଡ଼ିଥାଏ। ବାଳକୃଷ୍ଣ ବା ଆଣ୍ଠୁଆ ଗୋପାଳଙ୍କ ପିତୁଳା ବା ମୂର୍ତ୍ତିକୁ ଖଟୁଳିରେ ରଖି ପୂଜା କରାଯାଏ। ଧୂପ, ଦୀପ ଆଉ ନୈବେଦ୍ୟ ଦିଆହୁଏ। ଆଗରୁ ବାଳକୃଷ୍ଣଙ୍କ ଚନ୍ଦନ, କୁଙ୍କୁମ, ଅଗୁରୁ ଆଦି ଗନ୍ଧ ଜିନିଷରେ ମାଜଣା କରାଯାଇଥାଏ। ଏହି ଦିନ ବ୍ରତ କରୁଥିବା ଲୋକ କେବଳ ଶ୍ରୀମଦ୍ ଭାଗବତ ହିଁ ନିଶ୍ଚିନ୍ତ ପଢ଼ନ୍ତି।
ଭାଗବତର କୃଷ୍ଣ ଜନ୍ମ ପ୍ରସଙ୍ଗ ବା ସ୍କନ୍ଧ ସବୁ ନ ପଢ଼ି ପାରିଲେ ମଧ୍ୟ କୃଷ୍ଣ ଜନ୍ମ ପ୍ରସଙ୍ଗ ସ୍କନ୍ଧଟିକୁ ପ୍ରାୟ ସମସ୍ତେ ବାଳକୃଷ୍ଣଙ୍କ ପାଖରେ ପଢ଼ନ୍ତି। କୃଷ୍ଣ ଜନ୍ମ ସ୍କନ୍ଧ ପଢ଼ିବା ସମୟରେ ନୈବେଦ୍ୟ ଓ ଫଳମୂଳ କ୍ଷୀର ଭୋଗ ଲାଗି ହୁଏ। ଏହି ଭୋଗ ବା ପ୍ରସାଦକୁ ସମସ୍ତେ ପାଆନ୍ତି। ଏହି ବ୍ରତ ପାଳନକାରୀଙ୍କର ମନ ଆନନ୍ଦିତ ହୋଇଥାଏ। ସେ ଭାବେ ତା ନିଜ ଘରେ କୃଷ୍ଣ ଯେମିତି ଜନ୍ମ ହୋଇଛନ୍ତି। ତାର ସମସ୍ତ ଦୁଃଖ ଏଥର ଶ୍ରୀକୃଷ୍ଣ ନିଶ୍ଚୟ ଦୂର କରିଦେବେ। ହିନ୍ଦୁମାନଙ୍କ ପର୍ବପର୍ବାଣି କେବଳ ଆନନ୍ଦ ପାଇବା ଉଦ୍ଦେଶ୍ୟରେ ନୁହେଁ, ଭକ୍ତିର ଏବଂ ଭରସାର ଏକ ମହାନ ରକ୍ଷା କବଚ ପାଲଟି ଯାଆନ୍ତି ସ୍ୱୟଂ ଭଗବାନ। ତେଣୁ ଏହି ପର୍ବ ପାଳନର ଅନେକ ଗୁଡ଼ିଏ ଉପକାରିତା ରହିଛି। ତେଣୁ ଆମେ ନିଷ୍ଠାର ସହିତ ଏହି ପର୍ବକୁ ପାଳନ କରିବା ଏବଂ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରି ତାଙ୍କରି ଉପରେ ଭରସା ରଖି ଜୀବନକୁ ଅତିବାହିତ କରିବା। ରହିଲି ଆଜି ପାଇଁ, ଧନ୍ୟବାଦ।